ଆସିଲା ଭତ୍ତାଧାରକ ପାଇଁ ଖୁସି ଖବର, ବଢ଼ିଲା ଭତ୍ତା ଟଙ୍କା। ଏବେ ସମସ୍ତଙ୍କୁ ମିଳିବ 3000 ଟଙ୍କା। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା କି ଭତ୍ତାଧାରକ ପାଇଁ ଆଉ ଏକ ଖବର ଆସୁଛି। ତା ପୂର୍ବରୁ ସମ୍ପୂର୍ଣ୍ଣ ଆପଣ ଭିଡ଼ିଓକୁ ସମ୍ପୂର୍ଣ୍ଣ ରୂପରେ ଦେଖନ୍ତୁ। ଭିଡ଼ିଓକୁ ଲାଇକ୍, କମେଣ୍ଟ ଏବଂ ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଆସନ୍ତୁ ଆମେ ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଅପଡେଟ୍ଟି ଜଣାଇବା। ଦେଖନ୍ତୁ ଏବେ 3000 ଟଙ୍କା ଲେଖାଏଁ ଯେଉଁ ଭତ୍ତା ହେଇଛି ତାହା କେବେ ମିଳିବ ଏବଂ କେଉଁମାନଙ୍କୁ ମିଳିବ। ତ ଭିଡ଼ିଓକୁ ବିନା ସ୍କିପ୍ରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନେ ସ୍କିପ୍ କରୁଛନ୍ତି ତ କିଛି ଜାଣିପାରିବେ ନାହିଁ। ଆପଣ ଯଦି ଜଣେ ଭତ୍ତାଧାରକ ମଧୁବାବୁ ପେନ୍ସନ୍ ଯୋଜନା ହେଉ କି ବିକଳାଙ୍ଗ ଭତ୍ତା ହେଉ କିମ୍ବା ବିଧବା ଭତ୍ତା ହେଉ କିମ୍ବା ଓଲ୍ଡ ଏଜ୍ ପେନ୍ସନ୍ ଯୋଜନାରେ ସମସ୍ତ ସ୍କିମ୍ରୁ ପାଉଥିବେ ତ ଆପଣମାନେ ପାଇଁ ଖୁସି ଖବର ଆସିଗଲା। ମିଳୁଥିବା ସୂଚନାକୁ ନେଇ ଜଣାଉଛି କି ଏମାନଙ୍କ ଭତ୍ତା ଖୁବ୍ ଶୀଘ୍ର ବଢ଼ିବ। ନିର୍ବାଚନ ପୂର୍ବରୁ ସରକାର ଘୋଷଣା କରିଥିଲେ କି 3500 ଲେଖାଏଁ ଟଙ୍କାଏ ଭତ୍ତା। ଯେଉଁମାନଙ୍କର 50 ବର୍ଷରୁ ଅଧିକ 80 ବର୍ଷରୁ ଅଧିକ ସେମାନଙ୍କୁ ମିଳିବ 3500 ଲେଖାଏଁ ଟଙ୍କା ଭତ୍ତା। ଯେଉଁମାନେ ଏବେ 1000 ଟଙ୍କା ଲେଖାଏଁ ପାଉଛନ୍ତି ଭତ୍ତା ସେମାନେ ପାଇବେ 3000 ଟଙ୍କା ଏବଂ ଯେଉଁମାନେ ଭିନ୍ନକ୍ଷମ 80% ଅଧିକ ତାଙ୍କର ପରସେଣ୍ଟେଜ୍ ଅଛି ଡିଜାବିଲିଟି ସାର୍ଟିଫିକେଟ୍ରେ ସେମାନଙ୍କୁ ମିଳିବ 3500 ଲେଖାଏଁ ଟଙ୍କା ଭତ୍ତା। ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍। ମଧୁବାବୁ ପେନ୍ସନ୍ ଯୋଜନାରେ ସମସ୍ତ ଅନ୍ତର୍ଭୁକ୍ତ ଲୋକଙ୍କୁ ମିଳିବ ଭତ୍ତା। ଦେଖନ୍ତୁ ଯେଉଁମାନଙ୍କର ବୟସ 80 ବର୍ଷ ତଳକୁ ଭିନ୍ନକ୍ଷମ ହେଉ ବିଧବା ହେଉ ସେମାନଙ୍କୁ ମିଳିବ 3000 ଟଙ୍କା ଲେଖାଏଁ ଭତ୍ତା ଏବଂ 80 ବର୍ଷ ଉପରକୁ ଏବଂ ଡିଜାବିଲିଟି ଯେଉଁମାନଙ୍କୁ 80% ଉପରକୁ ଅଛି ସେମାନଙ୍କୁ ମିଳିବ 3500 ଲେଖାଏଁ ଟଙ୍କା। ଏହା ନିରାଟ ସତ୍ୟ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ।